ଆଜି ଶୁଣିବା ଉପନ୍ୟାସ ଅସବର୍ଣ୍ଣ। ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଭାଗ 5। ଠାକୁରାଣୀଙ୍କ ପାଖରେ ଜନ୍ତାଳ। ଜନ୍ତାଳର ଖର୍ଚ୍ଚ ଦେଇଛି ମ୍ୟୁନିସିପାଲିଟିର ଜମାଦାର ରଘୁ ଭୋଇ। ସରକାରୀ ପଡ଼ା ସିଦ୍ଧପାଟଣା, ମହୁଲିପୁର ଆଉ ଛେନ୍ଦିପଡ଼ାର ଜାତିଭାଇଙ୍କୁ ସେ ଏକାଠି କରିଛି, ଭୋଜି ଦେଉଛି। ଉପଲକ୍ଷ ଝିଅ ମାଣିକର ରୋଷେଇବାସ ଏଜେନ୍ସି ପାଇଥିବାର ସୌଭାଗ୍ୟ ପାଇଁ। ଲକ୍ଷ୍ୟ ମହିଦାସ ପୁଅ ଭଗିଆ ମାଣିକକୁ ବିଭା ହେବ ବୋଲି କଥା ଦେଇ ତା ଘରେ ପଶି ତାର ଝିଅର ଇଜ୍ଜତ ନେଇସାରି ବ୍ରାହ୍ମଣ ଝିଅକୁ ବାହା ହୋଇ ଯେଉଁ ଅପରାଧ ଆଉ ପାପ କରିଛି, ସେଥିପାଇଁ ମହିଦାସକୁ ଜାତିରୁ ବାଛନ୍ଦ କରିବା। ମହିଦାସ ମୁହଁ ଶୁଖାଇ ବସିଛି। କଳା ମୁଗୁନି ପଥରର ମୂର୍ତ୍ତି ଭଳି ତାର ମୁହଁର ଦୃଶ୍ୟ। ଭଗିଆ ବ୍ରାହ୍ମଣ ଝିଅ ବାହା ହୋଇଗଲା ଦିନୁ ତା ମୁହଁ ଏମିତି ପଥର ମୂର୍ତ୍ତି ଭଳି କଠିନ, ଭାବହୀନ ଆଉ ନିଶ୍ଚଳ ହୋଇଯାଇଛି। ବ୍ରାହ୍ମଣ ଘର ଝିଅକୁ ରାଜି ରୁଜାରେ ବାହା ହୋଇ ସେ ପାପ କରିଛି କି ପୁଣ୍ୟ କରିଛି ମହିଦାସ ଜାଣେ ନାହିଁ। କିନ୍ତୁ ପୁଅର ଏ କାମ ପାଇଁ ତାର ଜାତିଭାଇଙ୍କଠାରୁ ସାଆନ୍ତ ସାହି ପର୍ଯ୍ୟନ୍ତ ସମସ୍ତେ ତା ଉପରେ ରକ୍ତ ଚାଉଳ ଚୋବାଉଛନ୍ତି। ବାହାଘର ଖବର ଖବରକାଗଜରେ ଛପା ହେବା ମାତ୍ରେ ସାଆନ୍ତ ସାହିର ଖାଉନ୍ଦମାନେ ତାକୁ ଆଉ ଭଗିଆ ବୋଉକୁ କାମଧନ୍ଦା ଦେବା ବନ୍ଦ କରି ଦେଇଥିଲେ। 4 ଦିନ ଉପାସ ରହିଥିଲା ମହିଆ। ସାହିର ଅନ୍ୟମାନେ ମଧ୍ୟ ଖାଉନ୍ଦ ସାହିର ବାବୁମାନଙ୍କ ଭୟରେ ଚାଉଳ ପୁଷେ ଉଧାର ଦେଇନଥିଲେ। ଭଗିଆ ଗାଁକୁ ଆସିଲେ ତାକୁ ହାଣି ଗଛରେ ଟାଙ୍ଗିଦେବ ବୋଲି ସିଦ୍ଧପାଟଣାର ସାଆନ୍ତମାନେ ଧମକ ଦେଇ ଗଲେ। ବହୁ କଷ୍ଟରେ ଗୋଡ଼ ତଳେ ପଡ଼ି ନେହୁରା ହୋଇ ସେ ସାଆନ୍ତମାନଙ୍କ ମନ ଭଳାଇ କାମଧନ୍ଦାକୁ ଗଲାପରେ ରଘୁ ଭୋଇ ଆଜି ପୁଣି ତାକୁ ଏକ ଘରକିଆ କରିବା ପାଇଁ ଜାତିଭାଇଙ୍କୁ ମିଳିକରି ଜନ୍ତାଳ ଦେଉଛି। ଭଗିଆ ବୋଉ ମନା କରୁଥିଲା, ତମେ ସେ ଜାତିଆଣ ସଭାକୁ ଯାଅ ନାହିଁ, ସେମାନେ ତମକୁ ମାରଧର କରିବେ। ରଘୁ ଭୋଇ ଘର ଘର ବୁଲି ଲୋକଙ୍କୁ ମତାଇଛି, ସେମାନେ ତା ପଟ ନ ହୋଇ କ'ଣ ତମ ପଟ ହେବେ? ସ୍ତ୍ରୀର କଥାରେ ମହିଦାସ କାନ ଦେଇ ନାହିଁ। ଭଗିଆ ବୋଉକୁ ବୁଝାଉଛି, ତୁ ମାଣିକର ମା ହୋଇଥିଲେ ରଘୁ ଭୋଇର ଯାହା କରୁଛି ତୁ ବି ସେଇଆ କରିଥାନ୍ତୁ। ଝିଅଟାକୁ ଦୋଚାରୁଣୀ କରି ବାଟରେ ବସାଇ ଦେଇଛି ଭଗିଆ, ତା ପାପର ଫଳ ଆମକୁ ଭୋଗ କରିବାକୁ ହେବ। ଭୋଜିଭାତର ବାସ୍ନା ସାଙ୍ଗରେ ଚିଲମ ଗଞ୍ଜେଇର ଖୁସ୍ବୁ ପବନରେ ଭାସି ବୁଲୁଛି। ଗୋଟିଏ ହାତରୁ ଆଉ ଗୋଟିଏ ହାତକୁ ଘୂରି ବୁଲୁଛି ଚିଲମ। ଚିଲମର ନିଆଁ ଦପ୍ ଦପ୍ ହୋଇ ଜଳୁଛି, ଲିଭୁଛି। ଭସ୍ ଭସ୍ ଧୂଆଁ ସଞ୍ଚରି ଯାଉଛି ପବନରେ। ଘାସ ବିଛଣା ଉପରେ ଆମ୍ବ ଓ ତୋଟା ଭିତରେ ସେମାନେ ମୁହଁକୁ ମୁହଁ ଯୋଡ଼ି ଚାପା କଣ୍ଠରେ କଥାବାର୍ତ୍ତା ହେଉଛନ୍ତି, ଚିଲମ ଟାଣୁଛନ୍ତି। ଭୋଜିଭାତର ବାସ୍ନା ଆସିଲେ ଠାକୁରାଣୀ ମଣ୍ଡପ ଆଡ଼େ ଆଖି ପହଁରାଇ ନେଉଛନ୍ତି ସେମାନେ। ସରକାରୀ ପଡ଼ା ସିଦ୍ଧପାଟଣା, ମହୁଲପୁର ଆଉ ଛେନ୍ଦିପଡ଼ାର ବାଉରୀ ଜାତିର ମୁଖିଆ ଲୋକେ। ସେମାନଙ୍କ ମଉଡ଼ମଣି ଛେନ୍ଦିପଡ଼ାର ପୁରୁଷୋତ୍ତମ ଭୋଇ। କଟକ ରେଡ଼ିଓ ଷ୍ଟେସନରେ ଖଞ୍ଜଣି ଭଜନ ପରିବେଷଣ କରି ଯେ ସୁଖ୍ୟାତି ଅର୍ଜିଛି। ପୁରୁଷୋତ୍ତମର ବାପା ହଗୁରା ଭୋଇ ଥିଲା ଏ ଅଞ୍ଚଳର ବାଉରୀ ଜାତିର ମୁଖିଆ। ତାର ବାଡ଼େ ଗୋବରେ ଗୋବେ ହେଲେ ଜମି ନଥିଲା, କିନ୍ତୁ ନାମଡକା ଥିଲା 50 ଖଣ୍ଡ ଗାଁରେ। ବାଉରୀ ସାହିର ହରିଜନ ହେଲେ ବି ଆପଣା ପାଖ ସବୁ ଗ୍ରାମର ବ୍ରାହ୍ମଣ କରଣ ଖଣ୍ଡାୟତ ଘରର ଲୋକେ ମାନ୍ୟ କରୁଥିଲେ। ଗୁରୁଙ୍କଠାରୁ ସେ ସାପଝଡ଼ା ମନ୍ତ୍ର ଶିଖିଥିଲା। କାହାକୁ ସାପ କାମୁଡ଼ିଲେ ଲୋକେ ଛୁଟୁଥିଲେ ଛେନ୍ଦିପଡ଼ାର ହଗୁରା ଭୋଇ ପାଖକୁ। ଆଉ ଦିହ ବାଧିକାରେ ପଡ଼ିଥିଲେ ବି ସାପ କାମୁଡ଼ାର ଖବର ପାଇଲେ ହଗୁରା ଭୋଇ ମଠା ଧୋତି ଆଉ ପାଚିଲା ଗାମୁଛା ଖଣ୍ଡେ କାନ୍ଧରେ ପକାଇ ରୋଗୀ ପାଖକୁ ଧାଉଁଥିଲା। ବିଷଧର ଅଜଗର ବିଷ ବି ତାର ଫୁଙ୍କାରେ ଝଡ଼ି ଯାଉଥିଲା। ମୁହଁ ନେଳି ପଡ଼ି ଆସୁଥିବା 3 ଥର ରୋଗୀ ଭଲ ହୋଇ ଉଠି ବସୁଥିଲା। କୌଣସି ଦିନ ଗତରେ ଖଟେଇ ହାଡ଼ଭଙ୍ଗା ପରିଶ୍ରମ କରି ହଗୁରା ଭୋଇ ପେଟ ପୋଷୁ ନଥିଲା। ସେ ଥିଲା ବାଉରୀ ବାବାଙ୍କ ଶିଷ୍ୟ। ଗୁରୁମନ୍ତ୍ର ବଳରେ ସାପବିଷ ଝଳାଇ ସେ ଏମିତି ନାମ କମାଇଥିଲା ଯେ ଖାଇ ପିନ୍ଧିବାରେ ତାର କୌଣସି ଦିନ ଅଭାବ ହୋଇନଥିଲା। ବିଷ ଛାଡ଼ି ସାରିଲା ପରେ କାହାରି ପାଖରେ ସେ ମୂଲ୍ୟ ଦାବୀ କରେ ନାହିଁ। ବିଷ ଝଡ଼ିଗଲା ପରେ ଏକାମୁହାଁ ହୋଇ ସେ ଘରକୁ ଫେରିଆସେ। ଯିଏ ଯାହା ଦେବାର କଥା, ଚାଉଳ, ନଡ଼ିଆ, ଟଙ୍କା ପରିବା ସବୁ ତା ପଛେ ପଛେ ଘରକୁ ଆସେ। ହଗୁରାଠାରୁ ସାପଛଡ଼ା ମନ୍ତ୍ର ଶିଖିବା ପାଇଁ ଅନେକ ଲୋକ ଅନେକ ପ୍ରକାର ଚେଷ୍ଟା କରିଥିଲେ। ଟଙ୍କା, ସୁନା, ଜମିର ଲୋଭ ଦେଖାଇଥିଲେ। ହଗୁରାର ସେ ଏକ କଥା, ଗୁରୁମନ୍ତ୍ର ମୁଁ ଆଉ କାହାକୁ ଦେଇପାରିବି ନାହିଁ, ଦେଲେ ମୋ ମୂର୍ଦ୍ଧନା ଫାଟିଯିବ।
ଦିନେ ସତକୁ ସତ ହଗୁରା ବାଉରୀ ବାବାଙ୍କ ମଠ ପିଣ୍ଡା ତଳେ କୀର୍ତ୍ତନ କରୁ କରୁ ଆରପାରିକି ଚାଲିଗଲା। ଠୋ ଫଟକା ମରଣ। କିନ୍ତୁ ମଲା ଆଗରୁ ନିଜ ପୁଅକୁ ସୁଦ୍ଧା ସେ ସାପ ବିଷଛଡ଼ା ମନ୍ତ୍ର ଶିଖାଇ ଦେଇ ଗଲା ନାହିଁ। ହଗୁରାର ପୁଅ ପୁରୁଷୋତ୍ତମ ବାପାବନ୍ତେ ବାଉରୀ ଜାତିର ମୁଖିଆ ହେଲା। ତାକୁ ସାପ ବିଷ ଛଡ଼ା ମନ୍ତ୍ର ଜଣା ନଥିଲା। କିନ୍ତୁ ଖଞ୍ଜଣି ବଜାଇ ଭଜନ ଗଣାଇ ପାପ ତାପ କ୍ଳିଷ୍ଟ ମଣିଷ ମନରୁ ଯନ୍ତ୍ରଣାର ବିଷ ହରଣ କରିନେବାର କିମିଆ ତାକୁ ଜଣାଥିଲା। ଗୀତ ବାଦ୍ୟ ତାର ଅଗୌରୁ ବିଦ୍ୟା। ତାର ପାଠଶାଠ ନାହିଁ, ଲେଖି ପଢ଼ି ଜାଣେ ନାହିଁ, କିନ୍ତୁ କଣ୍ଠରେ ତାର ସରସ୍ୱତୀ। ଏମିତି ଲଳିତ ମଧୁର କଣ୍ଠରେ ଭଜନ ଜଣାଣ ଗାଏ ଯେ ଲୋକେ ଜରୁରୀ କାମଧନ୍ଦାରେ ଯାଉଥିଲେ ବି ଘଡ଼ିଏ କାନ ଡେରି ତାର ଗୀତ ଶୁଣନ୍ତି। ସେଦିନେ ଖଞ୍ଜଣି ବଜାଇ ଗୀତ ଗାଏ। 4 ବର୍ଷ ତଳେ ଛେନ୍ଦିପଡ଼ାର ନାରାୟଣ ବାବୁ ତାକୁ ନିଜେ ଗାଡ଼ି ଭଡ଼ା ଦେଇ ସାଙ୍ଗରେ ଧରି ନେଇଥିଲେ କଟକ ରେଡ଼ିଓ ଷ୍ଟେସନ। ତାର କଣ୍ଠସ୍ୱର ପରୀକ୍ଷା ହେଲା। ଖଞ୍ଜଣି ବଜାଇ ଭଜନ ବୋଲି ସେ ରେଡ଼ିଓ ଆର୍ଟିଷ୍ଟ ହୋଇଗଲା। ସେଇ ପୁରୁଷୋତ୍ତମ ଭୋଇ ମଝିରେ ବସିଛି। ତା ଚାରିପଟେ ଅନ୍ୟ ଗାଁର ଲୋକେ ଘେରି ବସିଛନ୍ତି। ରଘୁ ଭୋଇ ତାଙ୍କ କାନ ପାଖରେ କ'ଣ ଚୁପ୍ ଚୁପ୍ କହୁଛି। ଆଉ ତାର ସେ କଥା ଶୁଣି ସମସ୍ତଙ୍କ ଆଖି ଚିଲମର ନିଆଁ ଭଳି ଦପ୍ ଦପ୍ ଜଳି ଉଠି ବନ୍ଧୁକର ନଳି ଭଳି ମହିଦାସ ଆଡ଼କୁ ମୁହେଁଇ ଯାଉଛି। ମହିଦାସ ବସି ରହିଛି ମଗୁନି ପଥରର ମୂର୍ତ୍ତି ଭଳି। ସେ ଛାତିକି ପଥର କରି ଦେଇଛି, ମୁହଁ ମଧ୍ୟ ମୂକ। ଜଣେ କିଏ ରନ୍ଧାଶାଳ ପାଖରୁ ଆସି ଖବର ଦେଲା, ରୋଷେଇ ଶେଷ। ସିଧ ପାଟଣାର ଗୋବିନ୍ଦ କାଣ୍ଡି କହିଲା, ତାହେଲେ କଥାଟା ପଡ଼ିଯାଉ, ଆଉ ଡେରି କାହିଁକି? ନା କ'ଣ କହୁଛ ପୁରୁଷୋତ୍ତମ ଭାଇ? କଥାଟା ଆରମ୍ଭ ହେଲା। ଆରମ୍ଭ କଲା ରଘୁ ଭୋଇ। ଯେଉଁ କଥା ସଞ୍ଜବେଳୁ ଜଣ ଜଣ କରି ସେ ଚୁପଚାପ କହୁଥିଲା, ସେଇ କଥା ବଡ଼ ପାଟିରେ କହିଲା। ତମେ ତ ସମସ୍ତେ ମୋର ବାପ ଭାଇ, କଥାଟା ଲୁଚାଇବି ଆଉ କ'ଣ? ମହିଦାସ ମୋର ସମୁଦି ହେବ ବୋଲି କଥା ଦେଲା ପରେ ତମେ ତ ସମସ୍ତେ ମୋର ବାପ ଭାଇ, କଥାଟା ଲୁଚାଇବି ଆଉ କ'ଣ? ମହିଦାସ ମୋର ସମୁଦି ହେବ ବୋଲି କଥା ଦେଲା ପରେ ମୁଁ ଭଗିଆକୁ ମାଣିକ ସାଙ୍ଗରେ ମିଳାମିଶା କରିବାକୁ ଛାଡ଼ି ଦେଇଥିଲି। ବାହାଘର କଥା ମହିଦାସ ସାଙ୍ଗରେ ପକ୍କା ହୋଇଯାଇଥିଲା। ହେଲେ ବେଇମାନ ମୋ ଝିଅର ଇଜ୍ଜତ ନେଇସାରି ବ୍ରାହ୍ମଣ ଝିଅକୁ ବାହା ହୋଇଗଲା। ତମେ ତ ସମସ୍ତେ ମୋର ବାପ ଭାଇ, ତମେ ସମସ୍ତେ କୁହ, ନିଜ ଜାତିର ଗୋଟିଏ ଝିଅର ସର୍ବନାଶ କରି ଆଉ ଗୋଟିଏ ଜାତିର ଝିଅକୁ ବାହା ହେବା କ'ଣ ଭଗିଆ ପକ୍ଷରେ ଉଚିତ ହେଲା? ମାଣିକକୁ ମୋର ଆଉ ବାହା ହେବ କିଏ? ସେ କ'ଣ ସବୁଦିନେ ରନ୍ଧା ବାମ୍ଫ ବିକ୍ରି କରି ଅଭିଆଡ଼ି ଥିବ? ସେ ଯେ ଏତେ ବଡ଼ ଅନ୍ୟାୟ କଲା, ତାର ଶାସ୍ତି କ'ଣ? ସରକାରୀ ପଡ଼ାର ଭୋବନୀ ଦାସ କହିଲା, ବ୍ରାହ୍ମଣ ଘରେ ବାହା ହୋଇ ଆମକୁ କ'ଣ ସେ କମ୍ ଅଳିଆରେ ପକାଇଛି? ସାନ୍ତ ସାହିର ଖାଉନ୍ଦମାନେ ତା ନକଲା କାମ। ଆମକୁ କାମଧନ୍ଦା ବାରଣ କଲେ। ଆମେ ଭାବିଥିଲୁ ଆଜ ଜାତିର ପିଲାଏ ଗୋଟିଏ ପିଲା ପାଠ ପଢ଼ି ହାକିମ ହେଲେ ଆମକୁ ହାତ ଧରି ଉପରକୁ ଉଠାଇବ। ଶେଷକୁ କ'ଣ କଲା ନା, ଠାକୁର ଘର ଝିଅର ହାତ ଧରି ଆମକୁ ନାତ ମାରିଲା କୁଳାଙ୍ଗାରଟା। ରଘୁ ଭୋଇ କହିଲା, ଭଗିଆ ବ୍ରାହ୍ମଣ ଘରେ ବାହା ହୋଇ ନିଜ ସବର୍ଣ୍ଣ ହୋଇଯିବ ବୋଲି ଭାବିଛି। ପିମ୍ପୁଡ଼ି ରୁଖା ଉପରକୁ ଚଢ଼ିଲେ ଭାବେ ସ୍ୱର୍ଗ ଆଉ ଦି ଆଙ୍ଗୁଳ ବାକି। ମାଣିକ ବାଉରାଣୀ ବୋଲି ତାକୁ ଗନ୍ଧାଇଲା। ବ୍ରାହ୍ମଣ ଘରେ ହୋଇ ସେ ବ୍ରାହ୍ମଣ ହୋଇଯିବ ବୋଲି ଭାବୁଛି। ମୁଁ କିନ୍ତୁ ଛାଡ଼ିବି ନାହିଁ। ତମେ ସବୁ ମୋର ବାପ ଭାଇ, ତମେ ସବୁ କୁହ। ଏତେବେଳକେ ପୁରୁଷୋତ୍ତମ ମୁହଁ ଖୋଲିଲେ, କହିଲେ, ଆମ ଜାତି ଆମକୁ ବଡ଼। ଦାସିଆ ବାଉରୀ ହାତରୁ ତ ବଡ଼ ଠାକୁର ନଡ଼ିଆ ଖାଇଥିଲେ ନା ନାହିଁ? ଆମେ ବାଉରୀ କଣ୍ଡରା ଛୋଟ ଲୋକ ନୁହେଁ, ଗରିବ ଲୋକ। ଏ ଗରିବ ପଣିଆ ଦୂର କରିବା ପାଇଁ ସରକାର ପାଠ ପଢ଼ିବାକୁ ଟଙ୍କା ଦେଉଛି, ବେଶୀ ବେଶୀ ଚାକିରି ଦେଉଛି। ଏ ଭଗିଆ ମାଣିକର ଇଜ୍ଜତ ନେଇ ବ୍ରାହ୍ମଣ ଝିଅ ବାହା ହେଲା ପରେ ସେ ସରକାର ତାକୁ ରୋଷେଇ ବାମ୍ଫରୁ କୁମ୍ପି ବିକିବାକୁ ଲାଇସେନ୍ସ ଦେଇଛି। ରୋଷେଇ ବାମ୍ଫ କୁମ୍ପି ନେବା ପାଇଁ ତା ପାଖରେ କେତେ ବଡ଼ ବଡ଼ ଲୋକ ଗୋଡ଼ ଭାଙ୍ଗି ଆଇନ ଦେଉଛନ୍ତି। ବାଉରୀ ବାବା ଦେହ ରଖିବା ଆଗରୁ ସେ କଥା କହୁଥିଲେ। ବାଉରୀ କଣ୍ଡରା ଛୋଟ ଲୋକ ନୁହନ୍ତି। ସେମାନଙ୍କ ଝାଳରେ ପଡ଼ିଆ ଜମିରେ ଫସଲ ହସେ, ବନ୍ଧ ବାଡ଼ ତିଆରି ହୁଏ, କଳରେ ଚକ ଘୁଲେ, କାରଖାନାରେ ଫୁଙ୍ଗା ବାଜେ। ସେମାନେ ନିଜ ଆତ୍ମାକୁ ଚିହ୍ନି ପାରୁନାହାନ୍ତି ବୋଲି ସମାଜ ତଳେ ପଡ଼ି ରହିଛନ୍ତି। ଯେଉଁଦିନ ସେମାନେ ନିଜକୁ ଚିହ୍ନିବେ, ନିଜ ଶକ୍ତିର ମାହାତ୍ମ୍ୟ ବୁଝିବେ, ସେଦିନ କେହି ତାଙ୍କୁ ଛୁଇଁଲେ ଆଉ ଲୁଗା ଧୋଇବେ ନାହିଁ। ସିଧପାଟଣାର ନରିଭୋଇ ଜାତି ମୁଖିଆଙ୍କ କଥାକୁ ସମର୍ଥନ କରି କହିଲା, ଭଗିଆ ସ୍ୱାର୍ଥକୁ ଚିହ୍ନିଲା।
ଆତ୍ମାକୁ ଚିହ୍ନିଲା ନାହିଁ। ତା ଉପରେ କେତେ ଭରସା ଥିଲା। ଆମ ଅଞ୍ଚଳର ପାଠୁଆ ହରିଜନ କଲେଜର ମାଷ୍ଟର ହୋଇଛି। ଆମ ଗାଁକୁ ବିଜୁଳି ଆଲୁଅ ଆଣିବ। ଆମ ପାଇଁ ଲଢ଼େଇ କରି ଚାଷ ଜମି ଆଣିଦେବ। ଆମକୁ ଚାକିରିରେ ଭର୍ତ୍ତି କରିଦେବ। ଆମେ ତା ପଛରେ ଛିଡ଼ା ହେବୁ। ହେଲେ ଜଣେ ବ୍ରାହ୍ମଣୀକୁ ବାଉରି କରାଇବାକୁ ଯାଇ ଆମ ଜାତିର ଜଣେ ପାଠୋଇ ଝିଅକୁ ଲୋକହସା କଲା। ଛି ଛି। ନରୀ ଭୋଇ ସହିତ କଣ୍ଠ ମିଳାଇ ଅନ୍ୟମାନେ ମଧ୍ୟ ଛି ଛି କରିବାକୁ ଲାଗିଲେ। ମହିଦାସ ମୁଗୁନି ପଥରର ମୂର୍ତ୍ତି ଭଳି ତଥାପି ସେମିତି ବସି ରହିଥିଲା। ପୁରୁଷୋତ୍ତମ ଜାତିଆଣ ସଭାର ଯବନିକା ଟାଣିବା ପାଇଁ ମହିଦାସକୁ ପଚାରିଲେ, ତମେ ତ ଜାଣିବା ଶୁଣିବା ଲୋକ ମହିଦାସେ, ତମେ କ'ଣ କହୁଛ? ଭଗିଆ ବ୍ରାହ୍ମଣ ଝିଅକୁ ବାହା ହେବା ପାଇଁ ରଘୁଭୋଇ ଝିଅକୁ ଯେମିତି କଥା ଦେଇ ବାଟରେ ବସାଇଥିଲା, ଏଇଟା କ'ଣ ନ୍ୟାୟ ହେଲା? ମହିଦାସ କିଛି କହିବ ନାହିଁ ବୋଲି ପ୍ରଥମେ ମନସ୍ଥ କରିଥିଲା। ସେଥିପାଇଁ ପୁରୁଷୋତ୍ତମଙ୍କ କଥା ଶୁଣି ତାର ଓଠ ଥରିଲା, କିନ୍ତୁ କିଛି ବାକ୍ୟ ସ୍ଫୁରିଲା ନାହିଁ। ରଘୁଭୋଇ କହିଲା, ହଁ, କ'ଣ କହିବ କୁହ ସମୁତି? ମୋ ମାଣିକ ସାଙ୍ଗରେ ଭଗୀର ବାହାଘର ହେବ ବୋଲି ତମେ ଜବାବ ଦେଇନଥିଲ? ଯୌତୁକ ବାବଦ କ୍ୟାସ୍ ଦେବି ବୋଲି ମୁଁ କଥା ଦେଇନଥିଲି? କୁହ, ଏଇ ଠାକୁରାଣୀ ପୀଠରେ ସତ୍ୟ କରି କୁହ। ଝିଟିପିଟି ଗୋଟାଏ ସତ୍ ସତ୍ ବୋଲି ଶବ୍ଦ କଲା। ତଥାପି ମହିଦାସ ନିରୁତ୍ତର। ପୁରୁଷୋତ୍ତମ ଶେଷ ଥର ପାଇଁ ପଚାରିଲେ, ରଘୁଭୋଇ ଝିଅକୁ ବାହା ହେବ ବୋଲି କଥା ଦେଇ ତାର ଇଜ୍ଜତ ନଷ୍ଟ କରି ବ୍ରାହ୍ମଣ ଝିଅକୁ ବାହା ହେବ କ'ଣ ଭଗିଆ ପକ୍ଷରେ ନ୍ୟାୟ ହେଲା? ମହିଦାସ ଉତ୍ତର ଦେଲା, ଆଜିକାଲ ପାଠୁଆ ପୁଅ ଝିଅଙ୍କ ଭିତରେ ଜାତିଭେଦ ବାରଣ ନାହିଁ। କେତେ ବାଉରି କଣ୍ଡରା ପାଣ ବ୍ରାହ୍ମଣ କରଣ ଖଣ୍ଡାୟତ ଘରେ ବାହା ହେଉଛନ୍ତି। ସରକାର ଆଇନ କରିଛନ୍ତି, ଜାତିଭେଦ ରହିବ ନାହିଁ। ଭଗିଆ ସରକାରୀ ଟଙ୍କାରେ ପାଠ ପଢ଼ୁଥିଲା। ସରକାରୀ କଲେଜରେ ମାଷ୍ଟର ହୋଇଛି। ସରକାରୀ ଆଇନ ଅନୁସାରେ ଅସବର୍ଣ୍ଣ ବିବାହ କଲା। ମୋତେ କାହିଁକି ଦୋଷ ଦେଉଛ ପୁରୁଷୋତ୍ତମ ଭାଇ? ବାସ୍। ସଭାରେ ବସିଥିବା ଲୋକଙ୍କ ଭିତରେ ହୋ ହଲ୍ଲା ପାଟିତୁଣ୍ଡ ଆରମ୍ଭ ହୋଇଗଲା। ସେଇ ପାଟିତୁଣ୍ଡ ଭିତରେ ଶୁଣାଗଲା, ରଘୁଭୋଇ କହୁଛି, ତମେ ସବୁ ମୋର ବାପ ଭାଇ। ଶୁଣିଲ ମହିଦାସର କଥା? ସରକାର ଆଇନ କରିଛନ୍ତି, ବାଉରି ଘରର ପୁଅ ବ୍ରାହ୍ମଣ ଝିଅକୁ ବାହା ହେବ। ମୁଁ ମ୍ୟୁନିସିପାଲିଟି ଜମାଦାର। ମୋତେ ସରକାର ଘର ଆଇନ କଥା ଜଣା ନାହିଁ। ଆଉ ଏ ମଫସଲ ଗାଁରେ ଖାଉନ୍ଦାମାନଙ୍କ ଘରେ ମାଟି ତାଡ଼ି ମହିଆ ସରକାରୀ ଆଇନ ସବୁ ଜାଣିଗଲା। ଯଦି ସରକାରୀ ଶାସନ ଅନୁସାରେ ବ୍ରାହ୍ମଣ ଝିଅକୁ ଭଗିଆର ବାହା ହେବା କଥା, ମୋ ଝିଅ ସାଙ୍ଗରେ କାହିଁକି ଲଟପଟ ହେଉଥିଲା? ତମେ ସବୁ ମୋର ବାପ ଭାଇ। ତମେ ଠାକୁରାଣୀ ମଣ୍ଡପରେ ହଲପ କରି କୁହ, ବାପର ବହପ ପାଇ ଭଗିଆ ମୋ ଝିଅକୁ ବେଜିତ୍ କରିଛି। ନରୀ ଭୋଇ ରଘୁକୁ ସମର୍ଥନ କରି କହିଲା, ଭଗିଆ ଯଦି ବ୍ରାହ୍ମଣ ଝିଅ ବାହା ହୋଇ ସରକାରଙ୍କ ଆଇନ ଅନୁସାରେ ନ୍ୟାୟ କରିଛି, ତେବେ ସେ ବ୍ରାହ୍ମଣ ସମାଜରେ ମିଶୁ। ଆମ ଅଛୁଆଁ ବାଉରି ଜାତି ସହିତ ତାର କିଛି ସମ୍ପର୍କ ନାହିଁ। ତାର ଝିଅ ଝିଆରୀମାନଙ୍କୁ ବ୍ରାହ୍ମଣ ବର ବାହା କରୁ। ଆମ ଜାତିର କେହି ଆଉ କାହାକୁ ତାକୁ ବିବାହ ହେବେ ନାହିଁ। ଏ କଥା ଏଇ ଦେବୀ ମଣ୍ଡପ ପାଖରେ ଠିକ୍ ହୋଇଯାଉ। ନିଆଁପାଣି ଅଟକ। ଜାତି ଭିତରେ ବାଛନ୍ଦ। ବାସ୍। ସଭା ଶେଷ ହୋଇଗଲା। ଜନ୍ତାଳରେ ଯୋଗ ନ ଦେଇ ଉପାସରେ ମହିଦାସ ଘରକୁ ଫେରିଗଲା। ତା କଥା କେହି ବୁଝିଲେ ନାହିଁ। ତାର ପୁଅ ବୁଝିଲା ନାହିଁ। ଯେତେବେଳେ ଜାତି ଭାଇ ବୁଝିଥାନ୍ତେ ଅବା କାହିଁକି? ସେ ଗାମୁଛା କାନିରେ ଆଖି ପୋଛି ମୁଣ୍ଡ ନୁଆଁଇ ନୁଆଣିଆ ଚାଳଘରେ ପଶିଲା ବେଳେ ଭଗିଆ ବୋଉ ପଚାରିଲା, କ'ଣ ହେଲା? ନିଆଁପାଣି ଅଟକ। ଜାତିରୁ ବାଛନ୍ଦ ଆଉ ବାକି ରହିଲା କ'ଣ? ଅଣ୍ଟି ଛୁରୀ ତ ତଣ୍ଟି କାଟେ। କହିବା କାହାକୁ? ଭଗିଆ ବୋଉ ମହିଦାସକୁ ବୁଝାଇ ସୁଝାଇ ଘରକୁ ନେଲା। ପଖାଳ କଂସାଏ, ଆମ୍ବୁଲ ଫାଳେ ଆଉ ଧାନିଆ ଲଙ୍କାଟାଏ ରସ ତାଟିଆରେ ବାଢ଼ି ଦେଇ କହିଲା, ଉପରେ ଭଗବାନ ଅଛନ୍ତି। ସେ ଏକା ବାଉରୀର ନୁହନ୍ତି କି ବ୍ରାହ୍ମଣର ନୁହନ୍ତି, ସଭିଙ୍କର। ମୋ ପୁଅ ଏମିତି କି ଦୋଷ କରିଛି କି ସମସ୍ତେ ମୋତେ ଅନୁଭୋଗ ଦେବେ? ସେମାନେ ମୋ ପୁଅର ସିରି ଦେଖି ପାରୁନାହାନ୍ତି। ସେମାନଙ୍କୁ ଧର୍ମ ସହିବ ନାହିଁ। ପଖାଳ କଂସା ପାଖରୁ ଉଠିପଡ଼ି ମହିଦାସ କହିଲା, ଆଉ ଭଗବାନ ଭଗବାନ ହଁ ନାହିଁ, ଚଳିବୁ କେମିତି ଭାବ। ତେଣେ ସାନ୍ତ ସାହି ଲୋକେ ଭଗିଆ ଯୋଗୁଁ ଆମ ଉପରେ ରକ୍ତ ଚାଉଳ ଚୋବାଉଛନ୍ତି। ଏଣେ ଜାତି ଭାଇ ରଘୁଭୋଇ ଝିଅ ମାଣିକ ପାଇଁ ନିଆଁପାଣି ଅଟକ କଲେଣି। କ'ଣ କରିବୁ କହ? କ'ଣ ଖାଇ ବଞ୍ଚିବୁ? ଆହୁରି ଦୁଇଟା ପିଲା। ସ୍ୱାମୀ କଥା ଶୁଣି ମୁହଁ ଛିଞ୍ଚାଡ଼ି ଭଗିଆ ବୋହୂ ଜବାବ ଦେଲା, ଏଠି ଯଦି କାମ ନ ମିଳିବ ମୁଁ ପୁଅ ପାଖକୁ ଚାଲିଯିବି। ଏଇ ସାହିରେ ରହିବି ନାହିଁ କି ଏତେ ଟାଇଟାପରା ସହିବି ନାହିଁ। ମହିଦାସ ମୁହଁରେ ଚେନାଏ ବିଦ୍ରୂପର ହସ ଚହଲି ପଡ଼ିଲା। ସେ ଥଟ୍ଟା କରି କହିଲା,
ଡାକ୍ତରାଣୀ ବୋହୂର ଚାକରାଣୀ ହେବୁ ନା ଭୋକ ଉପାସରେ ଦୌଡ଼ି ଦେବୁ? ନିଜ କର୍ମଫଳ ଭୋଗ କରିବାକୁ ହେବ ଲୋ ଭଗିଆ ବୋଉ। ମୋତେ ଚାରିଆଡ଼ ଅନ୍ଧାର ଦିଶୁଛି। ସରକାରୀ ଆଇନରେ ସମାଜ ଚାଲେ ନାହିଁ, ଶାସନ ଚାଲେ। ଆମକୁ ସମାଜ ଭିତରେ ରହିବାକୁ ହେବ। ସ୍ୱାମୀର କଥା ଶୁଣି ଭଗିଆ ବୋଉ ମୁହଁର ତେଜ ମଉଳି କଲା। ତାର ଗୋରା ମୁହଁ ବି ରାତିର ରଙ୍ଗ ଭଳି କଳା ଅନ୍ଧକାର ଦେଖାଗଲା। କେତେ ଭରସା ଥିଲା, ପୁଅ ତାର ବଡ଼ କଲେଜରେ ପାଠ ପଢ଼ି ହାକିମ ହେବ। ଆର ଜନ୍ମର ପାପ ଯୋଗୁଁ ଏ ଜନ୍ମରେ ଗରିବ ହରିଜନ ଘରେ ଜନ୍ମ ହୋଇ ସେ ଯେଉଁ ଦୁଃଖ କଷ୍ଟ ଭୋଗୁଛି ସେଥିରୁ ମୁକ୍ତି ମିଳିବ। କିନ୍ତୁ ତାର ସେ ଆଶା ଭରସା ପଖାଳ କଂସାରେ ମୁଣ୍ଡା ଲୁଣ ଭଳି କୁଆଡ଼େ ମିଳେଇଗଲା। ଜନ୍ମ କରି ବି ଭଗିଆ ତା ପୁଅ ହେଲା ନାହିଁ। କେଉଁ ବ୍ରାହ୍ମଣ ଘରର ଡାକ୍ତରାଣୀ ତାକୁ କିମିଆ କରି ତାଠାରୁ ଛଡ଼ାଇ ନେଲା। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ଉପନ୍ୟାସ ଅସମ୍ପୂର୍ଣ୍ଣ। ଆଗାମୀ ଅଧ୍ୟାୟରେ ଏ ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।